ସୁଭଦ୍ରା ଟଙ୍କା ପାଇଁ ଚାଲିଗଲା ଜୀବନ। ଗୋଟିଏ ପରିବାର କିଛି ମିନିଟ୍ ଭିତରେ ପୁରା ଛାରଖାର ହୋଇଗଲା। ଭାବିଥିଲେ ଗୋଟିଏ ପରିବାରରୁ 5 ଜଣ ମହିଳା ପାଇବେ ଟଙ୍କା, ଆଉ ଶେଷରେ ତାଙ୍କ ସହ ଯାହା ହେଲା ପୁରା ସାହି ପଡ଼ିଶା ଗାଁ ପଞ୍ଚାୟତ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଗଲେ। ବୁଢ଼ା ବାପା ମାଙ୍କ ପାଦ ତଳୁ ମାଟି ଖସିଗଲା। ଏମିତି କ'ଣ ହେଲା ଯେ ଯାହା ଆପଣ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ପିଲାମାନଙ୍କ ପାଠପଢ଼ାରେ ଏହି ଟଙ୍କା ଲାଗିଥାନ୍ତା। ଆଉ ବହୁତ ଖୁସି ଥିଲେ 4 ଜଣ ବୋହୂ ଆଉ ଗୋଟିଏ ଝିଅ। ଘର ପରିବାରରୁ ପୁରା 5 ଜଣ ଟଙ୍କା ପାଇଥାନ୍ତେ। ବହୁତ ଗରିବ ଶ୍ରେଣୀର ଲୋକଟିଏ। ଟଙ୍କାର ସ୍ୱପ୍ନ ତ ସ୍ୱପ୍ନ ହୋଇ ରହିଗଲା। କିନ୍ତୁ ଗୋଟିଏ ପରିବାର ଚାହୁଁ ଚାହୁଁ ଗୋଟିଏ ମିନିଟ୍ ଭିତରେ ପୁରା ଛାରଖାର ହୋଇଗଲା। ଆଉ ଗାଁ ଲୋକ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ତେଣୁ ଏହି ଲୋମଟାଙ୍କୁରା ଦୃଶ୍ୟ ଘଟିଯାଇଛି ଗୋଟିଏ ଗରିବ ଅସହାୟ ପରିବାର ସହିତ। ଭଗବାନ ଜୀବନରେ ଏମିତି ଦୁଃଖ ହିଁ ସେଇ ଗରିବ ଲୋକଙ୍କ ଭାଗ୍ୟରେ ଲେଖିଥାନ୍ତି। ସୁଭଦ୍ରା ଟଙ୍କା ପାଇବା ପାଇଁ ପରିବାରର ସମସ୍ତେ କେତେ ଖୁସି ଥିଲାବେଳେ କିଏ ଜାଣିଥିଲା ସେ କାଳଜମ ତାଙ୍କୁ ଏମିତି ଜଗି ବସିଥିବ ବୋଲି। ଜୀବନରେ ଏମିତି ଦୁଃଖ ଭଗବାନ ଯେମିତି କାହାକୁ ନ ଦିଅନ୍ତୁ। ଗୋଟିଏ ପରିବାରକୁ ଏମିତି ଶୂନ କରିଦେବା କେତେ ଯେ ଠିକ୍ ତାହା ସେହି ଭଗବାନ ହିଁ ବିଚାର କରିବେ। ତ ଦର୍ଶକ ବନ୍ଧୁ, ଭିଡ଼ିଓଟି ଦେଖିବା ପୂର୍ବରୁ ଆପଣ ଯଦି ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଅଟନ୍ତି ଆଉ ଜଗନ୍ନାଥଙ୍କୁ ନିଜର ଆରାଧ୍ୟ ବୋଲି ମାନୁଥାନ୍ତି, ସର୍ବପ୍ରଥମେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦେବେ ଏବଂ ଅଲ୍ ନୋଟିଫିକେସନ୍ କରିବାକୁ ଜମା ବି ଭୁଲିବେ ନାହିଁ। ଯାହାଫଳରେ ମୁଁ ଯେତେବେଳେ ବି ଭିଡ଼ିଓ ଆପଲୋଡ଼ କରିବି ଆପଣ ସର୍ବପ୍ରଥମେ ଦେଖିପାରିବେ। ଆଉ ଭିଡ଼ିଓକୁ ଗୋଟିଏ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଜୟ ଜଗନ୍ନାଥ ଲେଖିବାକୁ ଜମା ବି ଭୁଲିବେନି। ତ ଦର୍ଶକ ବନ୍ଧୁ, ଆଉ ଡେରି ନକରି ଆସନ୍ତୁ ଆରମ୍ଭ କରିବା ଏହି ଦାରୁଣ କାହାଣୀଟିକୁ। ତେବେ ଘରଟି ତାଙ୍କର ନିମାପଡ଼ାରେ। ପୁରୀ ବାପା ମହାପ୍ରଭୁଙ୍କର ଏକ ସାମଗ୍ରୀ ଦୋକାନ କରି ଯାହା ବିକ୍ରି କରି ରୋଜଗାର କରନ୍ତି ପରିବାର ବେଶ୍ ହସ ଖୁସିରେ ଚଳି ଯାଉଥିଲା। ଛୁଆ ଦୁଇଟିକୁ ମଧ୍ୟ ଏଡ଼ିଟିରୁ ଏଡ଼ିଟିଏ କରିବାରେ ସେ ବହୁତ କଷ୍ଟ ମଧ୍ୟ କରିଛନ୍ତି। ଜଣେ ପଢ଼ିଥିଲେ 10ମ ଆଉ ଜଣେ 10ମ ଫେଲ୍। 2 ପୁଅ ବା କ'ଣ କରିବେ? ତାଙ୍କ ଅନୁସାରେ ତ ଚାକିରି ମିଳିଲା ନାହିଁ। ବାପାଙ୍କ ସହିତ ଲାଗି ରୋଡ଼ ସାଇଡ଼ରେ ବାପାଙ୍କ ସହିତ ମିଶି ଦୋକାନକୁ ଚଲାନ୍ତି। ବହୁତ ଗରିବ ଶ୍ରେଣୀର ଲୋକ ଦୁଇଟା। ଶେଷରେ ଚାହୁଁ ଚାହୁଁ ପୁଅ ମଧ୍ୟ ବଡ଼ ହୋଇଯାଇଥିଲେ। ଆଉ ସେହି ବଡ଼ ଦାଣ୍ଡରେ ବଡ଼ ହୋଇ ବାପା ମା ତାଙ୍କ ବାହା କରାଇବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଯାଇଥିଲେ। ଗରିବ ଶ୍ରେଣୀର ଲୋକ ହେଲେ ମଧ୍ୟ ନିଜର ସକ୍ଷମ ଅନୁସାରେ ବାପା ମା 2 ଜଣ ପୁଅଙ୍କର ବାହାଘର ବେଶ୍ ଧୁମଧାମରେ କରିଥିଲେ। ଭୋଜି ଭାତ, ବନ୍ଧୁବାନ୍ଧବ, ପରିବାର ବର୍ଗଙ୍କୁ ଡାକି ବହୁତ ଖୁସି ମଜାରେ ରୀତିନୀତି ଅନୁସାରେ ପୁଅଙ୍କୁ ବାହା କରାଇଥିଲେ। ନିଜର ଯେତେ ଟଙ୍କା ରଖିଥିଲେ ସବୁକୁ ସାରି ଦେଇଥିଲେ ସେହି ବାହାଘରରେ। ଆଉ ଶେଷରେ ଛୋଟିଆ ଝିଅଟିଏ, ମାନେ ତାଙ୍କର କୁନି ଝିଅ ଯିଏକି କ୍ଲାସ୍ 6ରେ ପଢ଼ୁଥାଏ। ଆଉ ସେପଟେ ଭାଇ ବାହାଘରେ ଭଉଣୀ ମଧ୍ୟ ବହୁତ ଖୁସି ଥିଲା। 2 ଭାଇଙ୍କର ବାହାଘର ଏକା ସାଙ୍ଗରେ କରିଥିଲେ ବ୍ରଜଗୋପାଳ ବାବୁ। ଆଉ ବ୍ରଜବାବୁ ବୁଢ଼ା ବୟସରେ ମନ୍ଦିର ପାଖକୁ ଆଉ ବିକିବାକୁ ଯାଉନଥିଲେ। ଏହି ସବୁ ଜିନିଷ ଏବେ 2 ପୁଅ ତାଙ୍କର ସେହି ସବୁ ଦାୟିତ୍ୱ ତାଙ୍କଠୁ ନେଇଯାଇଥିଲେ। ଏହାପରେ 2 ଭାଇ ମିଶି ଗୋଟିଏ ଦୋକାନ ଘରଟେ ନିର୍ମାଣ କରିଥିଲେ। ଆଉ ସେଥିରେ ସେମାନେ
ଜଗନ୍ନାଥଙ୍କର ସମସ୍ତ ପ୍ରକାର ସାମଗ୍ରୀ ରଖିସାରିଥିଲେ। ଜଣେ ଲୋକ ଆସିଲେ ଯେମିତି ସେ ଦୋକାନରୁ ଫେରି ନଯାଏ, ଏମିତି ସଜେଇ ବେଶ୍ ସୁନ୍ଦର ଭାବରେ ଦୋକାନକୁ ସଜେଇଥିଲେ ଦୁଇ ଭାଇ। ବେଶ୍ ଭଲ ମଧ୍ୟ ରୋଜଗାର କରୁଥିଲେ ଦୁଇ ଭାଇ। କିନ୍ତୁ ଗୋଟିଏ ବ୍ୟବସାୟରେ ଦୁଇ ଭାଇ ଏମିତିରେ ଏତେ ବଡ଼ ପରିବାରକୁ କେମିତି ବା ଚଳାଇବେ? ସେପଟେ ଭଉଣୀର ପାଠପଢ଼ା ଆଉ ଏପଟେ ନୂଆ ବାହାଘରରେ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଯାଇଛି। ବାପା ମା, ଦୁଇ ଭାଇ, ଦୁଇ ବୋହୂ ଏବଂ ଗୋଟିଏ ଭଉଣୀ, ଏତେ ସବୁ ପରିବାରର ଦାୟିତ୍ୱ ନେଲା ବେଳକୁ ପାଖରେ ତାଙ୍କର ଟଙ୍କାଟିଏ ମଧ୍ୟ ରହେ ନାହିଁ। ତଥାପି ଦୁଇ ଭାଇ ମିଶି ସେହି ଛୋଟିଆ ଦୋକାନଟିକୁ ଚଳାନ୍ତି। ପ୍ରଭୁ ଜଗନ୍ନାଥଙ୍କ ଉପରେ ସବୁ ଛାଡ଼ି ଦିଅନ୍ତି, କାହିଁକି ନା ବାପା ଯେମିତି ଜଗନ୍ନାଥ ପ୍ରେମୀ, ଦୁଇ ପୁଅ ମଧ୍ୟ ସେମିତି ଜଗନ୍ନାଥ ପ୍ରେମୀ। ଏମିତି ସୁଖ ଦୁଃଖରେ କାଟି ଦେଉଥାନ୍ତି ତାଙ୍କର ସୁନ୍ଦର ପରିବାରଟି। ବେଶ୍ ହସ ଖୁସିରେ ଚଳି ଯାଉଥାଏ। ଏହାପରେ କିଛି ଦିନର ଘଟଣା, ଯାହାକି ଆସିଥାଏ ସୁଭଦ୍ରା ଯୋଜନାର ଆପ୍ଲାଏ ଚାଲୁଥାଏ। ଗାଁ ଗହଳି, ପଞ୍ଚାୟତ, ଜନସେବା କେନ୍ଦ୍ରମାନଙ୍କରେ ଭିଡ଼ ଲାଗି ରହିଥାଏ ଏବଂ ସମସ୍ତେ ଜଣାଶୁଣା ହେଲା ପରେ ଏମାନେ ମଧ୍ୟ ଚାହିଁଲେ ତାଙ୍କର ଦୁଇ ବୋହୂ ଏବଂ ମାଆଙ୍କର ଯାଇ ସୁଭଦ୍ରା ଯୋଜନା ଆପ୍ଲାଏ କରିବେ ଏବଂ ସୁଭଦ୍ରା ଯୋଜନା ପାଇଲେ ସେମାନେ ତାଙ୍କ ଦୋକାନ ଘରେ କିଛି ଲଗେଇ ପାରିବେ ଏବଂ ଭଉଣୀର ପାଠପଢ଼ା ପାଇଁ ମଧ୍ୟ କିଛି ଖର୍ଚ୍ଚ କରିପାରିବେ। ଏମିତି ଭାବି ଦୁଇ ଜଣ ପୁଅ ଗୋଟିଏ ଦିନ ଛୁଟି ନେଇ ଗୋଟିଏ ଟୋଟୋ ଭଡ଼ା କରି ଚାଲିଲେ ସୁଭଦ୍ରା ଯୋଜନା ଆପ୍ଲାଏ କରିବା ପାଇଁ। ଏବଂ ଆପ୍ଲାଏ କରିବାକୁ ଯାଇ ଜନସେବା କେନ୍ଦ୍ରରେ ଯେତେବେଳେ ଫର୍ମଟିକୁ ଆଣି ଫିଲ୍ଅପ୍ କରିସାରିଥିଲେ ଏବଂ ସେତେବେଳେ ତାଙ୍କର ଦୁଇ ଜଣଙ୍କର ଆଧାରର KYC ନଥିଲା ଏବଂ ଫୋନ୍ ନମ୍ବର ମଧ୍ୟ ଲିଙ୍କ ନଥିଲା। ତ ଏହାପରେ ସେମାନେ ମନ ଦୁଃଖରେ ଫେରି ଆସୁଥିଲେ ଏବଂ ମନ ଦୁଃଖରେ ଫେରି ଆସିବା ସମୟରେ ରାଜରାସ୍ତାରେ ତାଙ୍କ ସହିତ ଏମିତି କିଛି ଘଟିଯାଇଥିଲା, ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଏମିତି କିଛି ଘଟଣା ଘଟିଗଲା ଯାହା ସାରା ଗାଁ ପଞ୍ଚାୟତ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ। ରାସ୍ତାରେ ଆସୁଥିଲା ବେଳେ ତାଙ୍କୁ ମିଳିଲା 50 ଲକ୍ଷ ଟଙ୍କାର ଏମିତି ଏକ ବ୍ୟାଗ୍, ଯାହାକୁ ସେମାନେ ଦେଖି ପୁରା ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ଏବଂ ତାକୁ ସେମାନେ ନେଇ ଆଣିଥିଲେ ସେଦିନ ଘରକୁ। ଏବଂ ଏତେ ଟଙ୍କାକୁ କ'ଣ କରିବେ କ'ଣ ନାହିଁ, ସେମାନେ ତ ପୁରା ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ଏବଂ ଏତେ ଟଙ୍କାକୁ ସେମାନେ କ'ଣ କରିବେ ତାହା କିଛି ଭାବି ନପାରି ସେମାନେ ତାଙ୍କ ବାପାଙ୍କୁ ଦେଇଥିଲେ ଏବଂ ବାପା ତାଙ୍କୁ କହିଥିଲେ, ଯଦି ଆମକୁ ଭଗବାନ ଟଙ୍କା ଦେଇଛନ୍ତି ତାହେଲେ ଆମେ ସେହି ଭଗବାନଙ୍କର କାମରେ ତାକୁ ଲଗାଇଦେବା। ତ ତାଙ୍କ ଦୋକାନରେ ସେ ଭଗବାନଙ୍କର ସମସ୍ତ ପ୍ରକାର ମୂର୍ତ୍ତି କିଣାକୁଣି କରିଲେ ଏବଂ ମହାପ୍ରଭୁଙ୍କ ଠାରେ ଯାଇ ସେ ଗୁହାରି କରି ଜଣାଇଲେ, ହେ ଜଗନ୍ନାଥ, ହେ ଜଗତର ଠାକୁର ଜଗନ୍ନାଥ, ଆପଣ ଯଦି ଆମମାନଙ୍କୁ ଏତିକି ଟଙ୍କା ଦେଇଛନ୍ତି ତାହେଲେ ତାହା ହେଉଛି ତୁମର। ତ ତାଙ୍କ ପାଖରେ ଏତିକି ଗୁହାରି କରି ଏବଂ ତାଙ୍କଠାରେ ଗୋଟିଏ ପୂଜା ଅର୍ଚ୍ଚନା କରି ସେ ବହୁତ ଲୋକଙ୍କୁ ଖାଇବାକୁ ମଧ୍ୟ ଦେଲେ ଏବଂ ନିଜ ଦୋକାନରେ ସେହି ମହାପ୍ରଭୁଙ୍କର ସୁନ୍ଦର ସୁନ୍ଦର ମୂର୍ତ୍ତି ଏବଂ ସମସ୍ତ ପ୍ରକାର ସାମଗ୍ରୀକୁ ସେ କିଣି ବହୁତ କମ୍ ଦାମରେ ଲୋକଙ୍କୁ ଦେବାରେ ଲାଗିଲେ। ତ ଏହି ସୁନ୍ଦର ଅନୁଭୂତିଟି ଆପଣମାନଙ୍କୁ କେମିତି ଲାଗିଛି ଆମକୁ ମତାମତ ଦ୍ୱାରା ଜଣାଇବେ। ଜୟ ଜଗନ୍ନାଥ।